ମହୁମାଛି ନେଲା ଜୀବନ। ମହୁମାଛି ଆକ୍ରମଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ସଦର ଥାନା ଡିମ୍ବୋରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ କାମ କରୁଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା। ମୃତ ଶ୍ରମିକ ଡିମ୍ବୋ ପଞ୍ଚାୟତ ଗୋହାଳଚଟୁଆ ଗାଁର ଶଙ୍ଖାଳି ମହାରଣା। ଅନ୍ୟ ଦିନ ଭଳି ଆଜି କଲେଜରେ କାମ କରିବା ବେଳେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କଲେଜ ତରଫରୁ ସହାୟତା ଦେବାକୁ ଦାବି କରାଯାଇଛି। ଆଜ୍ଞା ଆମେ ସେଇଠି କାମ କରୁଥିଲୁ। ମୋ ବାପାକୁ ମହୁମାଛି ମାରିଦେଲେ। ଆଜ୍ଞା ଦାନି କବୁଳା କଲେଜରେ ଆଜ୍ଞା ଆମେ ମସଲା ମୁସଲି ଗୁଳଉଥିଲୁ। ତାର ଝାଡୁ ଫାଡୁ ମାରୁଥିଲୁ। ଲୋକମାନେ ତ ସେମାନଙ୍କୁ ଟେକିକି ଆଣିକି ଘର ଭିତରେ ରଖିଥିଲେ। ତାପରେ ଆମେ ଗନୁ ଅଟୋ କରିକି ତାଙ୍କ ଟେମ୍ପୁ କରିଦେଇଥିଲେ। ତାପରେ ଆମେ ଅଟୋରେ ବସେଇକି ଆଣିଲା ପରେ ମହୁମାଛି ସବୁ ଗେଞ୍ଜି ଫେଞ୍ଜି ପଶି ଯାଇଥିଲେ। ଡାକ୍ତର କହିଲା ଆଉ ତୋ ବାପା ନାଇନି ଆଉ ନେଇଯିବ ପୁଷ୍ଟ ବାପାଙ୍କୁ କରିକି ନେଇଯିବ ବୋଇଲା। ଆଜ୍ଞା ଯାହା ଦାନି ବୁଡ଼ା ସାଇଜ হবে ଆମକୁ ପୂରଣ ଦଉଛୁ। ଆଜ୍ଞା ଖଟିକି ଆମକୁ ତାଙ୍କ କଲେଜରେ କାମ କରୁଥିଲୁ ଖାଉଥିଲୁ। କିନ୍ତୁ ମୁଁ ଦେଖି ନାହିଁ। ମୁଁ ଆସିକିରି ହଠାତ୍ ହେଲା ପରେ ଟେମ୍ପୁ ଫେମ୍ପୁରେ ଲୁଟ୍ ଫାଟ୍ କରିକିରି ମେଡ଼ିକାଲ ପଠେଇଦେନୁ। କିନ୍ତୁ ଆମେ ମହୁମାଛି ବୋଲି ସମସ୍ତେ ଦେଖିଛନ୍ତି, ସମସ୍ତେ କହୁଛନ୍ତି ମହୁମାଛି ମାରିଛି। ମହୁମାଛି ମାରିଥିବ ବୋଲି ମୋର ପୁରା ବିଶ୍ୱାସ। ମୁଁ ଭାବୁଛି ଯେ ବୁଢ଼ା ନାହାନ୍ତି। ଗଭର୍ଣ୍ଣମେଣ୍ଟ ତରଫରୁ କି ସରକାର ତରଫରୁ କିଛିଟା ଗରିବ ଲୋକ ଆମେ ଖଟି ଖେଆ ଲୋକକୁ ଆମକୁ କିଛି ସାହାଯ୍ୟ ମିଳୁ। ଆଉ ଆମ ପାଖରେ ଆଉ କ'ଣ ଅଛି ଯେ ଆଉ ଆମେ ତ ଡେଲି ଖଟିନେ ଖାଉଥିଲୁ। ତେଣୁ ଆମକୁ କିଛି ସାହାଯ୍ୟ କଲେ ଆମେ ତାଙ୍କ ବୁଢ଼ାର ଇଏଟା ଆମ ଯେମିତି ନେବି ସାହାଯ୍ୟ ନିହାତି ରହିବା ଦରକାର ଆଉ।